ହ୍ୟାଲୋ ହାଇ ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ସକାଳ ବେଳେ 8ଟା ସୁଦ୍ଧା ମୁଁ ଲଗ୍ଇନ୍ କରିଦେଇଥିଲି। 8ଟାରୁ ବସିଲି 9ଟାରେ ଯାଇକି ବୁକିଂ ବାଜିଲା, ଯେଉଁଟାକି ଆଣିକି କଳିଙ୍ଗ ହସ୍ପିଟାଲରେ ଆଣିକି ଛାଡ଼ିଲି। ତ ଛାଡ଼ିଲା ପରେ ସେଇଠି ପୁଣି ଅଧଘଣ୍ଟା ବସିଲି, ବାଜିଲାନି। ଧୀରେ ଧୀରେ ମୁଁ ବର୍ତ୍ତମାନ ଆସିକି ବାର୍ବିକ୍ୟୁ ନେସନ୍ ପାଖରେ ପହଞ୍ଚିଲିଣି। ବାର୍ବିକ୍ୟୁ ନେସନ୍ ମାନେ ଆପଣଙ୍କ ଯେଉଁ ଆପଣ ଆର୍ଚଯିବିଆ ଛକ ପଟୁ ଆସିଲେ କଳିଙ୍ଗ ହସ୍ପିଟାଲ ଛକ, ଯେଉଁଟାକି ନାଲକୋ ଛକ ପୂର୍ବରୁ ଲେଫ୍ଟ ସାଇଡ଼୍ରେ ପଡ଼ିବ। ତ କଳିଙ୍ଗ ହସ୍ପିଟାଲ ଛକ ଠିକି ତ ବାଜିଲାନି ବସି ତାପରେ ଆସିକି ଏବେ ବାର୍ବିକ୍ୟୁ ନେସନ୍ ପାଖରେ ଅଛି। ଉବେରରେ ତ ଜମାରୁ ବାଜୁନି। ଆଉ ଓଲା 2ଟା ବୁକିଂ ବାଜିଥିଲା, ଯେଉଁଟାକି 3 କିଲୋମିଟର 3.5 କିଲୋମିଟର ପିକଅପ୍ ଥିଲା। ତଥାପି ମୁଁ ଆକ୍ସେପ୍ଟ କରିବାକୁ ଚାହିଁଥିଲି, କାହିଁକିନା ଏଇଠି ତ ବାଜୁନି। 3 କିଲୋମିଟର ପିକଅପ୍ ହଉ ପଛେ ପଇସା ବି କମ୍ ଦେଉ, ନେଇକି ଅଲଗା ଜାଗାରେ ଯାଇକି ବସିବି ଅଲଗା ଲୋକେସନରେ, ହେଲେ ସେ ବି ଆକ୍ସେପ୍ଟ ହେଇପାରିଲାନି। ତ ବର୍ତ୍ତମାନ ସୁଦ୍ଧା ଗୋଟେ ହିଁ ବୁକିଂ ହେଇଛି, 178 ଟଙ୍କା ମିଳିଛି ମୋତେ। ଆଉ ଟାଇମ୍ ହେଇଗଲାଣି 11ଟା 11:30। ଆଜି ବେପାର ଅବସ୍ଥା ପୁରା ଖରାପ, କି ମୋର ବାଜି ନହେଲା କାହାର ବାଜୁଥିବ କି ନାହିଁ। ତ ୱେଟ୍ କରୁଛି, ଦେଖେ କେମିତି କ'ଣ ବୁକିଂ ହେଉଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ, ତାହେଲେ ଜାଣିପାରିବେ ଆକ୍ଚୁଆଲି ବେପାର କେମିତି କ'ଣ ହେଉଛି। ତ ସାଙ୍ଗମାନେ ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଗୋଟେ କଥା କହିବି, ଯେଉଁମାନେ ବି ମୋ ଭିଡ଼ିଓ ରେଗୁଲାର ବେସିକ୍ ଦେଖୁଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଯେଉଁମାନେ ବି ନୂଆ କରିକି ଦେଖୁଛନ୍ତି ଭିଡ଼ିଓକୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ଆଗକୁ ମଧ୍ୟ ଏଇଭଳିଆ ଓଲା କ୍ୟାବ୍ ରିଲେଟେଡ୍ ଭିଡ଼ିଓ ଆପଣମାନଙ୍କୁ ଦେଖିବାକୁ ମିଳିବ। ଏକ ତ ବୁକିଂ ବାଜୁନି, ତାପରେ ଉବେର ଡ୍ରାଇଭର ପାସ୍ ଯେଉଁଟା ଥିଲା ସେ ବି ଏକ୍ସପାୟାର ହେଇଗଲାଣି। ତ ବର୍ତ୍ତମାନ ମୋତେ ଅଫଲାଇନ୍ କରାଇଦେଇଛି। ଆଉ ମୁଁ ଏବେ ଡ୍ରାଇଭର ପାସ୍ ନେବି ପୁଣି 3 ଦିନର 379, ଆଉ ତା ସାଙ୍ଗେ ପୁଣି ଟ୍ୟାକ୍ସ ଫ୍ୟାକ୍ସ ମିଶେଇକି 387 ହେବ। ତ ଚାଲନ୍ତୁ ଡ୍ରାଇଭର ପାସ୍ଟା ନେବା, ତାପରେ ପୁଣି ଲଗ୍ଇନ୍ କରିବା। ଲାଷ୍ଟ 15 ଦିନରେ ଆଜି ଏଇ ଫାର୍ଷ୍ଟ ଟାଇମ୍ ଶୋଇଲି ଗାଡ଼ିରେ। ମାନେ ଆପଣଙ୍କର ସକାଳେ ଫାଷ୍ଟ ଗୋଟେ ବୁକିଂ ନେଇକି ଯାଇଥିଲି କଳିଙ୍ଗ ହସ୍ପିଟାଲ, ସେଇଠି 2 ଘଣ୍ଟା ଶୋଇଲି। ତାପରେ ଗୋଟେ ବୁକିଂ ନେଇକି ଆସିଥିଲି 92 ଟଙ୍କାର ନୟାପଲ୍ଲୀ ରିଲାଏନ୍ସ ଆଗରେ, ସେଇଠି ଛାଡ଼ିଲି। ତାପରେ ପୁଣି ଏଇ ଶୋଇଲି, ମାନେ ଦିନ ଆକା 253 ଟଙ୍କା ହେଇଛି। 2ଟା ବୁକିଂ, ବର୍ତ୍ତମାନ ଟାଇମ୍ 1:30 ହେଲାଣି। ନା ଘର ଆଡ଼ିକି ପକେଇଲେ ଯିବି ଖାଇବାକୁ, କି କେଉଁଠି ଅଲଗା କେଉଁଠି ବି ବାଜୁଛି। ଆଜି ବୁକିଂ ପୁରା ସ୍ଲୋ ମାନେ ଅଲଗା କାହାକୁ ବାଜୁଥିବେ କି କ'ଣ, ମୋର ତ ଟୋଟାଲ ବାଜୁନି। ବୁକିଂ ତ ଯାହା ହେଲା ଟୋଟାଲ ଆପଣଙ୍କର ଅର୍ଣ୍ଣିଂ ହେଇଛି 750 ଟଙ୍କା। ଟାଇମ୍ ହେଲାଣି 2:30 ନା 3ଟା ହେଲାଣି। ତ ମୁଁ ଭାବୁଛି ଘରକୁ ପଳେଇବି, ଆଜି ଘରେ ଯାଇକି ଖାଇଦେବି। ବର୍ତ୍ତମାନ ଘର ଆଡ଼ିକି ଗୋଟେ ଯେହେତୁ ପକେଇଛି, ଯାଉଛି ଘର ଆଡ଼ିକି କଷ୍ଟମର ପିକଅପ୍ କରିକି ନେଇକି ପଳେଇବି। ଆଉ ତାପରେ ଯଦି ଭଲ ଲାଗିଲା ଆଜି ଆଉ ଲଗ୍ଇନ୍ କରିବି, ନହେଲେ ଲଗ୍ଇନ୍ କରିବି ନାହିଁ। ଆଉ ଗୋଟେ କଥା ହେଲା, ବହୁତ ସାଙ୍ଗମାନେ ପହଞ୍ଚିଲିଣି ବର୍ତ୍ତମାନ କଷ୍ଟମର ପିକଅପ୍ ଲୋକେସନରେ। ଥରେ ରିଚ୍ ମାରିଦିଏ, ହଁ ତ ଦେଖେ କଷ୍ଟମର କେତେବେଳେ ଆସୁଛି। ଆଉ ଗୋଟେ କଥା ହେଲା, ବହୁତ ସାଙ୍ଗମାନେ କହୁଛନ୍ତି ଯେ ଭାଇ ଓଲା ଉପରେ କେମିତି କ୍ୟାବ୍ ଆଡ୍ କରିହବ ଗାଡ଼ି, ଆଉ ଦୟାକରି ଟିକେ ଆମକୁ କୁହନ୍ତୁ। ତ ସାଙ୍ଗମାନେ ଅନଲାଇନରେ ଗାଡ଼ି ଆଟାଚ୍ ହେଇପାରୁଛି, ଓଲା ଡ୍ରାଇଭର ଆପ୍ସ ଡାଉନଲୋଡ୍ କରିବେ ଏବଂ ଉବେର ଡ୍ରାଇଭର ଆପ୍ସ ବି ଡାଉନଲୋଡ୍ କରିବେ ପ୍ଲେ ଷ୍ଟୋରରୁ। ତାପରେ ଆପଣଙ୍କ ଗାଡ଼ି ଡିଟେଲ୍ସ, ଡ୍ରାଇଭିଂ ଡିଟେଲ୍ସ, ପାନ୍ କାର୍ଡ଼, ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍ ଏତିକି ରହିବା ଦରକାର। ବାକି ଗାଡ଼ିର ପେପର ତ ସବୁ ରହିବା ଦରକାର। ଗାଡ଼ିର ପେପର କହିଲେ ଇନ୍ସୁରାନ୍ସ, ଫିଟନେସ୍, ପରମିଟ୍, ପଲ୍ୟୁସନ୍। ଗାଡ଼ି ଯଦି ନୂଆ ହେଇଥିବ ତ ଖାଲି ଆର୍ସି ଡିଟେଲ୍ସ ଅପଲୋଡ୍ କଲେ ଆପଣଙ୍କ ସବୁ ପାସ୍ ହେଇଯିବ। ବାକି ଆପଣଙ୍କ ଡ୍ରାଇଭିଂ ଡିଟେଲ୍ସ ଆଉ ବ୍ୟାଙ୍କ ଆକାଉଣ୍ଟଟା ଆଡ୍ କରିବାକୁ ପଡ଼ିବ। ଆଉ ଯେଉଁ ଭାଇମାନେ ବି ପାରୁନାହାନ୍ତି, ବହୁତ ଭାଇମାନେ କମେଣ୍ଟରେ ମୋ ନମ୍ବର ମାଗୁଛନ୍ତି। ତ ନମ୍ବର ଭାଇ ଏମିତି କମେଣ୍ଟରେ ଦେଇହେବନି। ଆପଣମାନେ ଦୟାକରି ଯଦି ଆପଣଙ୍କର ଦରକାର କଥା ହେବାର, ତ କମେଣ୍ଟ ବକ୍ସ ଆପଣଙ୍କ ନମ୍ବର ଦେଇଦିଅନ୍ତୁ, ମୁଁ ସେଇଠି କଲ୍ କରିବି। ତ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ। ସାଙ୍ଗମାନେ ଆଜି ତ ବେପାର ହେଲାନି, ପୁରା ଡିଟେଲ୍ସ ଆପଣଙ୍କୁ ଦେଇପାରିଲେନି। ତ ଯେତିକି ବେପାର ହେଲା ସେଇ ଡିଟେଲ୍ସ ଆପଣମାନଙ୍କୁ କହୁଛି। ସେ 750କୁ ଇଏ ଗୋଟେ 120, କେତେ ହେବ 870 80, ସେ ଯାହା ବି ହଉ। ଆଉ ଫିଲହାଲ ଆଜି ପାଇଁ ଭିଡ଼ିଓଟି ଏତିକି। ଆଶା କରୁଛି ଘରେ ଯାଇ ଖାଇ ପିଇକି ପୁଣି ବାହାରିବି ବୋଲିକି, ହେଲେ ତେଣିକି ଘରକୁ ଗଲା ପରେ ଜଣାପଡ଼ିବ ଆକ୍ଚୁଆଲି ଇଚ୍ଛା ହଉନି ଆଉ। ତଥାପି ଦେଖିବା। ତ ଯେଉଁମାନେ ବି ମୋ ଭିଡ଼ିଓ ନୂଆ କରିକି ଦେଖୁଛନ୍ତି, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲେନି। ଯଦି କୌଣସି ଭାଇଙ୍କର କିଛି ଡାଉଟ୍ ଥିବ ଓଲା ଉବେର କ୍ୟାବ୍ ବିଷୟରେ, ଦୟାକରି କମେଣ୍ଟ ବକ୍ସରେ ସେମାନେ ତାଙ୍କର ନମ୍ବର ଦେଇଦିଅନ୍ତୁ, ମୁଁ ମୋ ଆଡ଼ୁ କଲ୍ କରିବି। ତ ରହିଲି, ନମସ୍କାର, ଜୟ ଜଗନ୍ନାଥ।